हाय पिलामाने समस्तଙ୍କୁ ଓଡ଼ିଆ ସାର୍ ଏବେ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ସାଇबर ସିକ୍ୟୁରିଟି ଆଣ୍ଡ ସେଫ୍ଟି ଉପରେ ଥିବା ଯେଉଁ ବିତର୍କ ସବୁ ଅଛି ଓଡ଼ିଆର ଆଗରୁ ମୁଁ ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମିତ୍ର ନା ଶତ୍ରୁ ଏହା ଉପରେ ମୋତେ ବିତର୍କ ବା ଡିବେଟ୍ ପ୍ରିପେୟାର କରି ଭିଡ଼ିଓ ସେୟାର କରିଛି। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପ୍ସନରେ ସେୟାର କରିଛି, ତୁମେ ପାଇପାରିବ। ଆଜି ଆଣିଦେଇଛି ଆଉ ଏକ ବିଷୟ, ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ କି? ଉଭୟ ସପକ୍ଷରେ ଏବଂ ବିପକ୍ଷରେ ଭିଡ଼ିଓରେ ରହିଛି। ପ୍ରଥମରେ ଆମେ ସପକ୍ଷ ଉପରେ ଆଲୋଚନା କରିବା। ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ। ମାନନୀୟ ବିଚାରକ ମଣ୍ଡଳୀ, ସମାନସ୍ପଦ ଅତିଥିବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରିୟ ପ୍ରତିଦ୍ୱନ୍ଦ୍ୱୀ ପକ୍ଷର ସାଥୀଗଣ ଓ ଶ୍ରୋତାବୃନ୍ଦ, ଆଜିର ଏକ ଚର୍ଚ୍ଚାର ବିଷୟ, ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ କି? ସମସ୍ତଙ୍କ ହୃଦୟରେ ନିଶ୍ଚିତ ଭାବରେ ଏହାର ସପକ୍ଷରେ କିମ୍ବା ବିପକ୍ଷରେ ଉତ୍ତରଟି ଉଙ୍କି ମାରୁଥିବ। ମୁଁ ମୋ ପକ୍ଷରୁ ଏହି ବିଷୟକୁ ସମର୍ଥନ କରିବାକୁ ଏଠାରେ ଉପସ୍ଥିତ ଅଛି। ହଁ, ଦୃଢ଼ତାର ସହ କହିପାରିବି ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ। ଆଜିର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ ଶିକ୍ଷା କ୍ଷେତ୍ରରେ ବହୁତ ସାହାଯ୍ୟ କରୁଛି। ଇଣ୍ଟରନେଟ୍ ଦ୍ୱାରା ଅସୀମ ଜ୍ଞାନର ଦ୍ୱାର ଖୋଲିଯାଏ, ଯେଉଁଥିରେ ଭିଡ଼ିଓ, ଇ ବୁକ୍, ଅନଲାଇନ୍ କ୍ଲାସ୍ ଏବଂ ଭାଷାକୋଷ ଠାରୁ ଛାତ୍ରଛାତ୍ରୀମାନେ ଓଡ଼ିଆରୁ ଗଣିତ ପର୍ଯ୍ୟନ୍ତ ସବୁ ବିଷୟ ଅଧ୍ୟୟନ କରିପାରନ୍ତି। ମୋବାଇଲ ଯୋଗୁଁ ଶିକ୍ଷା ଅଧିକ ଆକର୍ଷଣୀୟ ଓ ଅନୁଭବମୂଳକ ହୋଇଥାଏ। ଏହାଦ୍ୱାରା ପିଲାମାନେ ଆଗାମୀ ଜଗତ ପାଇଁ ଆବଶ୍ୟକ ଡିଜିଟାଲ ଦକ୍ଷତା ଅର୍ଜନ କରନ୍ତି। ସେହିପରି ଜରୁରୀ ବେଳରେ ପିତାମାତାଙ୍କ ସହ ଯୋଗାଯୋଗ ଏବଂ ସୁରକ୍ଷାର ଦୃଷ୍ଟିରୁ ମୋବାଇଲ ବହୁତ ଉପକାରୀ। ଅନଲାଇନ୍ ହୋମୱାର୍କ ଏବଂ ନୋଟ୍ କରିବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ସବୁ କାରଣରୁ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋବାଇଲର ବ୍ୟବହାର ଶ୍ରେଣୀ କକ୍ଷରେ ଉଚିତ। ତାପରେ ଅଛି ପିଲାମାନେ ବିପକ୍ଷରେ, ଶ୍ରେଣୀ କକ୍ଷରେ ମୋବାଇଲ ବ୍ୟବହାର ଉଚିତ ନୁହେଁ। ଠିକ୍ ସେହିଭଳି ମାନନୀୟ ବିଚାରକ ମଣ୍ଡଳୀ, ସମାନସ୍ପଦ ଅତିଥିବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରିୟ ପ୍ରତିଦ୍ୱନ୍ଦ୍ୱୀ ପକ୍ଷର ସାଥୀଗଣ ଓ ଶ୍ରୋତାବୃନ୍ଦ, ଆଜିର ଏକ ଚର୍ଚ୍ଚାର ବିଷୟ, ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ କି? ସମସ୍ତଙ୍କ ହୃଦୟରେ ନିଶ୍ଚିତ ଭାବରେ ଏହାର ସପକ୍ଷରେ କିମ୍ବା ବିପକ୍ଷରେ ଉତ୍ତରଟି ଉଙ୍କି ମାରୁଥିବ। ମୋ ପକ୍ଷରୁ ଏହି ବିଷୟକୁ ସମର୍ଥନ ନ କରିବାକୁ ଏଠାରେ ଉପସ୍ଥିତ ହୋଇଛି। ହଁ, ଦୃଢ଼ତାର ସହ କହିପାରିବି ଶ୍ରେଣୀ କକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ ନୁହେଁ। ମୋବାଇଲ ଫୋନ୍ର ବ୍ୟବହାର ଶିକ୍ଷାରେ ଉପକାରୀ ହୋଇପାରେ, କିନ୍ତୁ ଏହାର କୁଫଳ ମଧ୍ୟ ଆମେ ଅଣଦେଖା କରିପାରିବା ନାହିଁ। ସାମାଜିକ ଗଣମାଧ୍ୟମ, ଗେମ୍, ମେସେଜିଂ ଇତ୍ୟାଦିର ଆକର୍ଷଣରୁ ପିଲାମାନଙ୍କ ଧ୍ୟାନ ପାଠ ଠାରୁ ହଟିଯାଇ ମୋବାଇଲ ଫୋନ୍ର ଅଧିକ ବ୍ୟବହାର ଚକ୍ଷୁର କ୍ଷତି, ନିଦ୍ରା ବିଘ୍ନ ଓ ମାନସିକ ଅସନ୍ତୁଳନ ସୃଷ୍ଟି କରିପାରେ। ପରୀକ୍ଷା ସମୟରେ ଚିଟିଂର ଆଶଙ୍କା ବଢ଼ିଯାଏ। ଏତିକି ନୁହେଁ, ଅନୁଚିତ ଭିଡ଼ିଓ ଯୋଗୁଁ ପିଲାମାନେ ନୈତିକତାରୁ ପଥଭ୍ରଷ୍ଟ ହେବାର ସମ୍ଭାବନା ଥାଏ। ଶ୍ରେଣୀ କକ୍ଷରେ ମୋବାଇଲ ଥିଲେ ସାମାଜିକ ମିଳାମିଶା ଓ ଶିଷ୍ଟାଚାର ଶିକ୍ଷା ହରାଇବାକୁ ପଡ଼େ। ସେହିପରି ଶିକ୍ଷାନୁଶାସନ ଓ ପାଠଦାନର ପରିବେଶକୁ ମୋବାଇଲ ଭାଙ୍ଗି ଦେବାର ଆଶଙ୍କା ଅଧିକ। ଏ ଥିଲା ପିଲାମାନେ ଉଭୟ ସପକ୍ଷରେ ଏବଂ ବିପକ୍ଷରେ। ଅଳ୍ପ ମାତ୍ର କିଛି ଲେଖିଛି, ତୁମେ ଏଥିରେ ଆଉ କିଛି ଯୋଡ଼ିପାରିବ।